ବିଜୁ ଜନତା ଦଳ ହେଉଛି ଏକ ଆଞ୍ଚଳିକ ଦଳ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ଅହର୍ନିଶି ଲଢ଼େଇ କରୁଥିବା ଗୋଟେ ଦଳ। ବର୍ତ୍ତମାନ ଓଡ଼ିଶାର ସ୍ୱାର୍ଥ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାହତ ହେଉଛି। ଯେତେବେଳେ ମାନ୍ୟବର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ବାରମ୍ବାର କୋଇଲା ରୟାଲିଠୁ ଆରମ୍ଭ କରିକି ଖଣି ଶେଷ ପର୍ଯ୍ୟନ୍ତ ଏବଂ ବାରମ୍ବାର ଓଡ଼ିଶାର କେବିକେ ଡିଷ୍ଟ୍ରିକ୍ଟରୁ ଆରମ୍ଭ କରି ବ୍ୟାକୱାର୍ଡ ରିଜିଅନ୍ ଗ୍ରାଣ୍ଟ ଫଣ୍ଡଠୁ ଆରମ୍ଭ କରି ସବୁ କ୍ଷେତ୍ରରେ ଆମେ ଡିମାଣ୍ଡ ରଖି ଆସୁଛୁ ଯେ ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣରେ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ କେନ୍ଦ୍ର ସରକାରଙ୍କ ଦ୍ୱାରା। ଦୁର୍ଯୋଗ ହେଉ କି ସୌଭାଗ୍ୟ ହେଉ, ବର୍ତ୍ତମାନ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେଲା। ଆମେ ବିରୋଧୀ ଦଳରେ ଥିଲୁ, ଆମ କଥା ଶୁଣୁନଥିଲେ। ବର୍ତ୍ତମାନ ବି ବିଜେପି ସରକାର ରାଜ୍ୟର କେନ୍ଦ୍ରରେ ବିଜେପି ସରକାରକୁ ଡିମାଣ୍ଡ କଲା ବେଳେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି। ଅର୍ଥାତ୍ କେନ୍ଦ୍ରୀୟ ଅବହେଳା ଲଗାତାର ଭାବରେ ଓଡ଼ିଶା ପ୍ରତି ଅଛି ଏବଂ କେନ୍ଦ୍ର ଅବିଚାର ଓଡ଼ିଶା ପ୍ରତି ହେଉଛି। ହେଲା ପ୍ରଥମ କଥା। ଦ୍ୱିତୀୟ କଥା, ଓଡ଼ିଶାରେ ଯେଉଁ ଭାରତୀୟ ଜନତା ପାର୍ଟି ସରକାର ଅଛି, ଏ ସରକାର ଗୋଟେ ଅଜବ ସରକାର। ପ୍ରତି କ୍ଷେତ୍ରରେ ବର୍ତ୍ତମାନ ସେମାନେ ଫେଲୁଅର ହେଇଛନ୍ତି, ବିଫଳତା। ଆପଣ ଦେଖିବେ ଏଇ 14 ମାସ ଶାସନ ଭିତରେ ମହିଳା ଶିଶୁମାନଙ୍କ ଉପରେ ଅତ୍ୟାଚାର ଅକଥନୀୟ ହେଉଛି। ଦାଦନ ଶ୍ରମିକ ସଂଖ୍ୟା ଏତେ ବଢ଼ିଛି, ତାର ହିସାବ ନାହିଁ। କେତେ ଶବ ହେଇକି ଫେରୁଛନ୍ତି ତାକୁ ମଧ୍ୟ ସରକାର ହିସାବ ରଖିପାରିବେନି। ବର୍ତ୍ତମାନ ଚାଷର କଥା କହିବା, ଏକରେ ଚାଷୀଙ୍କର ଯେଉଁ ପଞ୍ଜୀକରଣ ହେଉଛି ସେଥିରେ ସମସ୍ତେ ଭୀତସ୍ପୃହ ଏବଂ ତାଙ୍କର ଯେଉଁ ଧାନ ଲଗେଇଛନ୍ତି ସାର ଟିକେ ମଧ୍ୟ ମିଳୁନି। ପ୍ରତି ଜିଲ୍ଲାରେ ବର୍ତ୍ତମାନ ଅଭାବୀ ଦେଖାଯାଉଛି। ଯେତିକି ମିଳୁଛି ତାକୁ ସରକାରଙ୍କର ଜାଣତରେ କଳାବଜାରୀ ହେଉଛି। ଏବଂ ଆପଣ ଦେଖିବେ ଗୋଟେ ପାର୍ବଣ ଋତୁ ଆସେ, ଗଣେଶ ପୂଜା, ଦୁର୍ଗା ପୂଜା, କାଳୀ ପୂଜା, କାର୍ତ୍ତିକ ପୂଜା, ଏ ଗୋଟେ ପାର୍ବଣର ଋତୁ। କୁମାର ପୂର୍ଣ୍ଣମୀ ଅଛି। ଏ ପାର୍ବଣର ଋତୁରେ ସବୁ ବର୍ଷାରେ ରାସ୍ତାଘାଟ ଟିକେ ଡ୍ୟାମେଜ୍ ହୋଇଥାଏ, ତାକୁ ରିପେୟାରିଂ କରାଯାଏ। ଆପଣ ଭୁବନେଶ୍ୱର ହେଉ, ସବୁ ସହର ହେଉ, ଯେତେ ରାସ୍ତା ଦେଖିବେ ବର୍ତ୍ତମାନ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ, ମରଣ ଯନ୍ତା ପାଲଟିଛି। ଆପଣ ଶିକ୍ଷା କ୍ଷେତ୍ରରେ ଦେଖିବେ ଏକଦମ ବ୍ୟାପକ ବିପର୍ଯ୍ୟସ୍ତ। କଲେଜରେ ବର୍ତ୍ତମାନ ସିଟ୍ ଫିଲ୍ଅପ୍ ହେଉନାହିଁ, +3 ହେଉ ବି ପିଜିରେ ହେଉ, ସିଟ୍ ଫିଲ୍ଅପ୍ ହେଉନାହିଁ। ଏବଂ SC/ST OBC ମାନଙ୍କ ପ୍ରତି ମଧ୍ୟ ଅବିଚାର କାହିଁରେ କ'ଣ? SC/ST ପିଲାଙ୍କୁ, OBC ପିଲାଙ୍କୁ ବୈଷୟିକ ଶିକ୍ଷାରେ ହେଉ, ମେଡ଼ିକାଲ ଶିକ୍ଷାରେ ହେଉ, ଯେଉଁ ଆନୁପାତିକ ସଂରକ୍ଷଣ ମିଳିବା କଥା ରିଜର୍ଭେସନ୍, ତାକୁ ଦେଲେ ନାହିଁ। ଏବଂ ବିଗତ ସରକାରରେ, ବିଜୁ ଜନତା ଦଳ ସରକାରରେ ଯେତେ ସବୁ କାର୍ଯ୍ୟକ୍ରମ ହାତକୁ ନିଆ ହେଇଥିଲା ତାକୁ ସବୁ ବନ୍ଦ କଲେ। ଏବଂ ଖାଲି ବନ୍ଦ କଲେନି, ଯାହା କାମ ହବା କଥା ତାକୁ ମଧ୍ୟ ରୋକିଦେଲେ। ହେଲା, ତମେ ଯଦି ନୂଆ କାମ କରି କରନ୍ତ ଭଲ ହୁଅନ୍ତା। ଆପଣ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଯଦି ଆସିବେ, ମୁଁ ଆପଣଙ୍କୁ କହିସାରିଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ଲୋକ ଝୁରୁଛନ୍ତି। ଆୟୁଷ୍ମାନ ଯୋଜନା ବର୍ତ୍ତମାନ ଶ୍ମଶାନ ଯୋଜନାରେ ପରିଣତ ହେଇଛି। ଲୋକ କାନ୍ଦୁଛନ୍ତି। ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଆଉ ଯେଉଁ ଅଞ୍ଚଳକୁ ଯିବ ବର୍ତ୍ତମାନ ହାହାକାର। ତେଣୁ ଏ କେମିତିକା ସରକାର? ତେଣୁ ଏ ସରକାର ବିରୁଦ୍ଧରେ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିରୁଦ୍ଧରେ ଆମେ ଦୃଢ଼ ସଂଗ୍ରାମ କରିବୁ। ଗୋଟେ ଆଞ୍ଚଳିକ ଦଳ ଭାବରେ ଏହା ନିର୍ଦ୍ଧାର୍ଯ୍ୟ, ଏହା ଥୟ। ଆପଣ ଦେଖିବେ ଆଗାମୀ ଦିନରେ ଆମର ପଦଯାତ୍ରା ବି ହେବ, ଆଗାମୀ ଦିନରେ ଲଢ଼େଇ ହେବ। ସେ ଲଢ଼େଇରେ ଆପଣମାନେ ଦେଖିବେ ଜନତା ଦଳ ତାର ସଂଗ୍ରାମକୁ କେମିତି କେତେ ସ୍ତରକୁ ନେଇପାରେ। ଶୁଣନ୍ତୁ, 25 ବର୍ଷ ପରେ ଆମେ ପ୍ରଥମେ ବିରୋଧୀ ଦଳକୁ ଆସିଛୁ। ଆପଣ ଦେଖିବେ ଧୀରେ ଧୀରେ ଆପଣ ବିଧାନସଭାର ପରଫର୍ମାନ୍ସ ଦେଖିବେ, ବର୍ତ୍ତମାନ ଦଳର ପରଫର୍ମାନ୍ସ ଦେଖିବେ, ଧୀରେ ଧୀରେ ବିରୋଧୀ ଦଳ ଭୂମିକାରେ କେତେ ଶକ୍ତିଶାଳୀ ଭୂମିକା ନିଭେଇ ହେବ, ସେଇ ଦିଗରେ ବିଜୁ ଜନତା ଦଳ ଅଗ୍ରସର ହେଉଛି। ସେ ନିଷ୍ପତ୍ତି ନେବାକୁ ଯାଉଛି, ଆପଣ ବ୍ୟସ୍ତ ହୁଅନ୍ତୁ। ଶୁଣନ୍ତୁ, ଗ୍ରାଉଣ୍ଡ ରିଅଲିଟିଟାକୁ ଆମେ ଆଖି ଆଗରେ ରଖି ଜରୁର କାର୍ଯ୍ୟକ୍ରମ ଗ୍ରହଣ କରିବୁ। ଲୋକମାନଙ୍କର ମତାମତ ନେଇ, ଲୋକମାନଙ୍କର ଇଚ୍ଛାକୁ ସମ୍ମାନ ଦେଇ ବିଜୁ ଜନତା ଦଳ ଆଗାମୀ ଦିନରେ ଶକ୍ତିଶାଳୀ ଆନ୍ଦୋଳନ ଗଢ଼ି ତୋଳିବ।